ଅଧାରେ ରହିଗଲା ମୋ କାଶ୍ମୀରୀ ବୁଲା। ମୋ ସ୍ୱାମୀକୁ ଛଡ଼ାଇ ନେଲେ ଏ ରାକ୍ଷାସୀ ଆତଙ୍କୀ ବାଲା। କ'ଣ ପାଇଲ ମୋ ସ୍ୱାମୀକି ଛଡ଼େଇ ନେଇ? ତମେମାନେ ମଣିଷ ରୂପୀ ଥିଲ ମୋ ପାଇଁ ଯମ। ଏଇ ଦେଖ, ତୁମ କୁଳିରେ ଆଜି ମୋ ସ୍ୱାମୀ ଶୋଇପଡ଼ିଲେ ଚିରନିଦ୍ରାରେ। ହନିମୁନ୍ ରହିଗଲା ମୋର ଅଧା ବାଟରେ। ମଥାରେ ନାଲି ଟହଟହ ସିନ୍ଦୁର ମୋର ଚମକିଥିଲା, ହାତରେ ଶଙ୍ଖା ମୋର କଥା କହୁଥିଲା। ହେଲେ ବିଧାତା ମୋ ଭାଗ୍ୟରେ କିଛି ଅଲଗା ଲେଖିଥିଲେ। ମୁଁ ଖାଲି କାନ୍ଦୁନି, କାନ୍ଦୁଛି କାଶ୍ମୀରର ଏଇ ପାହାଡ଼ ପର୍ବତ ଗଛଲତା। ରକ୍ତରେ ଭିଜିଗଲା ଏଇ ସୁନ୍ଦରୀ ରାଇଜଟା। ହେ ଆତଙ୍କୀ, ତୁମେ କ'ଣ ପାଇଲ? ବିବାହକୁ ମାତ୍ର ମୋର ହୋଇଥିଲା 6 ଦିନ। ମୁଁ ଅନେକ ସ୍ୱପ୍ନ ନେଇ ତୋ ରାଇଜକୁ ବୁଲିବାକୁ ଆସିଥିଲି, କିନ୍ତୁ ସୁନ୍ଦରୀ ରାଇଜ ଯେ ମୋ ସିନ୍ଦୁର ଛଡ଼ାଇ ନେବ ତାହା ତ ମୁଁ କେବେ କଳ୍ପନା କରିନଥିଲି। କାହାକୁ ମୁଁ ଦୋଷ ଦେବି? ମୋ ଭାଗ୍ୟ ଉପରେ ନା ଭଗବାନ ଉପରେ? ଛାତି ପିଟି କାନ୍ଦୁଛି ମୁଁ, ହେଲେ ଲୁହ ପୋଛିବାକୁ ମୋ ପାଖରେ କେହି ନାହିଁ। ମୃତ ସ୍ୱାମୀଙ୍କ ମୁଣ୍ଡ ପାଖରେ ବସି ପତ୍ନୀ କହୁଛନ୍ତି, ହେ ବିଧାତା, ଏମିତି କାହିଁକି କଲ? ଏ ଗଛ ଲତା ପାହାଡ଼ ପର୍ବତ ତୁମେ ସାକ୍ଷୀ ହୋଇ ରହିଗଲ। ମୋ ମଥାରେ ସିନ୍ଦୁରକୁ ସବୁଦିନ ପାଇଁ ଲିଭାଇ ଦେଲ। ଆଉ କେଉଁ ଝିଅ ବି ମୋ ପରି ସ୍ୱପ୍ନ ଦେଖି ତୋ ସୁନ୍ଦରତାକୁ ଉପଭୋଗ କରିବାକୁ ଆସିବେ? କାରଣ ମୋ ସ୍ୱାମୀର ରକ୍ତ ଛିଟା କାଳ କାଳ ପାଇଁ ରହିଯିବ। ଯେଉଁ ନବବଧୂ ଦେଖିବ କେବଳ ମୋତେ ହିଁ ପାଇବ। ଜାଣିଛ, ସାଙ୍ଗ ହୋଇ କାଶ୍ମୀର ଯାଇଥିଲୁ, କିନ୍ତୁ ମୁଁ ଏବେ ଏକା ଫେରିବି। କାହାକୁ ମୁଁ ମୁହଁ ଦେଖାଇବି? ଏମିତି ହୋଇଥାନ୍ତା କି ଆତଙ୍କୀ ଗୁଳିରେ ମୋ ଜୀବନ ପଛେ ଯାଇଥାନ୍ତା, ହେଲେ ମୋ ଶଙ୍ଖା ସିନ୍ଦୁର ଝଟକୁଥାନ୍ତା। ହେ ସୁନ୍ଦରୀ କାଶ୍ମୀରୀ, ତୋତେ ଆଉ କେବେ ଜୀବନରେ ମନେ ପକାଇବିନି।